ଜୟ ଜଗନ୍ନାଥ। ମୁଁ ସତ କଥାକୁ ସବୁ ମୋ ଭାଇମାନଙ୍କୁ ସ୍ୱାଗତ କରୁଛି। ଆଉ ମୁଁ ତ ବହୁତ ଲେଟ୍ର କିଛି ଭିଡ଼ିଓ ବନଉଛି, ତେଣୁକରି ଭାଇମାନଙ୍କୁ ସ୍ୱାଗତ କଲି। ଭାଇମାନେ ଆସିବେ ଆଉ ମୋର ଏଇ ସତ କଥା ଯେଉଁ କରିଛି ୟୁଟ୍ୟୁବ୍ ଚ୍ୟାନେଲ୍, ଆପଣମାନେ ଟିକେ ଲକ୍ଷ୍ୟ କରିବେ, ଦେଖିବେ। ମୁଁ ସବୁ ଭାଇଙ୍କୁ ଅନୁରୋଧ କରୁଛି। ଯାହା ହଉ ଭାଇ, ଗୋଟିଏ କଥା ହେଉଛି, ବର୍ତ୍ତମାନ ତ ସମୟ ଆସିଯାଇଛି। ବର୍ତ୍ତମାନ ତ ଇଲେକ୍ସନ୍ ସମୟ। ଏବେ ଆପଣମାନେ ଯାହା ଚାହିଁବେ ତାହା କରିପାରିବେ, ଆପଣଙ୍କ ଇଚ୍ଛା। ତେଣୁକରି ଆପଣଙ୍କ ମନସ୍ଥ କେଉଁଠି କ'ଣ କରିବେ। ଆଉ ମୋ କହିବା ଅର୍ଥ, ମୁଁ ଯେହେତୁ ଗୋଟେ ଓଡ଼ିଆ ଭାଇଟେ, ଓଡ଼ିଆ ଲୋକ, ଓଡ଼ିଆ ସ୍ୱାଭିମାନୀ, ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରାକୁ ମୁଁ ବହୁତ ଧ୍ୟାନ ଦିଏ। କାହିଁକି ନା ମୁଁ ଯେହେତୁ ଓଡ଼ିଆ। ମୋ କହିବା ଅର୍ଥ ହେଉଛି, ଆମ ଓଡ଼ିଆ ସଂସ୍କୃତିକୁ ବଜାଇ ରଖିବା ଆମ କର୍ତ୍ତବ୍ୟ। ଆମେ ଯେହେତୁ ଓଡ଼ିଆ, ଆପଣମାନେ ଚିନ୍ତା କଲେ ଓଡ଼ିଆ ଭାଷା ଦିନକୁ ଦିନ ପଛକୁ ଯାଉଛି, ଆଗକୁ ଯାଇପାରୁନି। ନ ଯିବା କାରଣ କ'ଣ? ଆମର ଯିଏ ସରକାର ରହିବେ, ସେମାନେ ଆମ ପରମ୍ପରାକୁ ଆଗକୁ ନେବେ, ଏଇଆ ତ କଥା। କିନ୍ତୁ ଏମାନେ ଆଗକୁ ନେବେ କ'ଣ? ପଛକୁ ମାଡ଼ି ମକଚି ତା ଦେହରେ କୁଢ଼ ପକାଇ ଚଢ଼ି ଯାଉଛନ୍ତି। କିନ୍ତୁ ଏଇଟା ଯାହା କରୁଛନ୍ତି ଠିକ୍ କଥା କରୁନାହାନ୍ତି। ଏ ଯେଉଁ କଥାଟା ଯାହା କରୁଛନ୍ତି ଠିକ୍ କରୁଛନ୍ତି କି? ଆପଣମାନେ ଚିନ୍ତା କରନ୍ତୁ। ଇଏ ବାର୍ତ୍ତା ମୁଁ ଯେଉଁ ଆପଣଙ୍କ ପାଖରେ ରଖୁଛି, ଆପଣମାନେ ରାତିରେ ଶୋଇବେ, ସକାଳୁ ଭାବିକି ଚିନ୍ତା କରିକି କହିବେ ଯେ ପ୍ରକୃତର ଯେଉଁ ରଞ୍ଜିତ ବେହେରା ଭାଇ ଯାହା କହୁଛନ୍ତି, ଭୁଲ କଥାଟି କହିଛନ୍ତି। ଆପଣମାନେ ଚିନ୍ତା କରିକି କୁହନ୍ତୁ। କିନ୍ତୁ ମୋ କହିବା ଅର୍ଥ, ଆମ ପରମ୍ପରାକୁ ବଞ୍ଚାଇବାକୁ ହେଲେ ନବୀନ ବାବୁକୁ ହଟାଇବାକୁ ପଡ଼ିବ। ନବୀନ ବାବୁ କିଛି କରୁନାହାନ୍ତି। ଆଜ୍ଞା, ଆପଣମାନେ ଭାବୁଛନ୍ତି ଭ୍ରାନ୍ତ ଧାରଣା। ନବୀନ ବାବୁକୁ କିଏ ଜଣେ ଚଳଉଛନ୍ତି। ସେ ଚଳେଇବା ଲୋକଟି କିଏ? ସେ ଜଣେ ତାମିଲ ଲୋକ ଅଛନ୍ତି, ସେ ଚଳଉଛନ୍ତି। ତେଣୁକରି ନବୀନ ବାବୁ କିଛି ବୁଝନ୍ତିନି, କାହାରି କଥା ଶୁଣନ୍ତିନି। ଆପଣମାନେ ଗୋଟେ ଯାଆନ୍ତୁ, ଆପଣଙ୍କ ବାପା ମରିଯାଉ, ନବୀନ ବାବୁକୁ ଦେଖା କରିବେ, ଆପଣଙ୍କ ଦୁଃଖଟା ଜଣେଇବେ। ଯଦି ଶୁଣିଯିବେ, ମୁଁ କହିବି ଠିକ୍। କିନ୍ତୁ ତାଙ୍କ ପାଖରେ ଯିଏ ଅଛନ୍ତି, ତାମିଲ ବାବୁ, ସେ ହିଁ ଚଳଉଛନ୍ତି, ସେଇ ଯାହା କରିବେ। କୌଣସି, ମୁଁ ତ କହିବି, ଏ 5 ବର୍ଷ ଭିତରେ ଯେତିକ MLA ମନ୍ତ୍ରୀ ଯେତିକ ଥିଲେ, ହେଲା, ତାଙ୍କ କଥା କେଉଁଠି ରହିନାହିଁ, ରହିବ ନାହିଁ। ଏଇଟା ତେଣୁକରି ଓଡ଼ିଶା ସରକାରଙ୍କର ଅଫିସରମାନେ ଚଳଉଛନ୍ତି। ଆଉ ବର୍ତ୍ତମାନ ଗୋଟେ ଭଲ ବାଟ କରିଛନ୍ତି, କ'ଣ ଜାଣିଛନ୍ତି? ତାମିଲ ବାବୁ ସେ ଡାଇରେକ୍ଟ ଇଲେକ୍ସନ୍ ଲଢ଼ୁନାହାନ୍ତି, ସେ ଲଢ଼ିବେ ନାହିଁ ବି। କିନ୍ତୁ ନବୀନ ବାବୁ ଯାଇକି ଆମର ସେ ପାଖରେ କୋରାପୁଟ ଯେଉଁ ଆମର ସେ ସାଇଡ଼୍ର ଛିଡ଼ା ହେବା କାରଣଟା, ସବୁ ଜାଗାରେ ଛିଡ଼ା ହେଇଛନ୍ତି।
ଦୁଇ ଜାଗା ସେଠି ରିଜାଇନ୍ ଦେବେ। ତାଙ୍କର ଯେଉଁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଯେଉଁ ଅଛି ବ୍ରହ୍ମପୁରର, ସେ ସେଇ ଜାଗାରେ ଛିଡ଼ା ହେଉଛନ୍ତି, ସେ ଦୁଇ ଜାଗା ଛିଡ଼ା ହେଉଛନ୍ତି। ତେଣୁକରି ସେ ଏଠି ରଖିବେ, ସେଠି ଛାଡ଼ିଦେବେ। ବାଇ ଇଲେକ୍ସନର ତାମିଲ ବାବୁକୁ ଜିତେଇକି ବିଧାନସଭାକୁ ପୁରେଇ ଦେବେ। ଆମ ଓଡ଼ିଆର MP MLA କ'ଣ କରିବେ? ତାଙ୍କ ମୁଣ୍ଡିଆ ମାରିବେ। ଏଇଟା ଠିକ୍ କହିଲେ? ଆମ ଭାଷା ସଂସ୍କୃତି ସବୁକୁ ଭୁଲିଯିବା, ଆଉ ଭୁଲିବାକୁ ବି ପଡ଼ିବ। ଯଦି ଆପଣମାନେ ଏଇଥର ଏଇ ଇଲେକ୍ସନର ଆପଣମାନେ ଯଦି ଭୋଟ୍ ଦେଇକି ନବୀନ ବାବୁକୁ ସରକାରକୁ ନେଇ ଆସିବେ, ଦେଖିବେ ସବୁ ଭୁଲିଯିବେ। ଓଡ଼ିଶାର କଣ୍ଟ୍ରାକ୍ଟର ଖୋଜିଲେ ଓଡ଼ିଆ କଣ୍ଟ୍ରାକ୍ଟର ନାହାନ୍ତି। ସବୁ ସେ ତାମିଲ କଣ୍ଟ୍ରାକ୍ଟର, ସବୁ ସିଆଡ଼ିକା କଣ୍ଟ୍ରାକ୍ଟର, ଲୋକାଲ୍ କଣ୍ଟ୍ରାକ୍ଟର ନାହାନ୍ତି। ତେଣୁକରି ଆପଣମାନେ ଏଇଠୁ ଚିନ୍ତା କରନ୍ତୁ, ଆମ ଓଡ଼ିଆ ଲୋକମାନେ କେମିତି ଟର୍ଚରର ଶିକାର ହେଉଛନ୍ତି। ଆପଣ ପଟିଆ ଯାଆନ୍ତୁ, ଯାଆନ୍ତୁ, ସେଇ ମାନେ ଯେତିକ ଅଛି, ମାନେ ୱେଷ୍ଟ ବେଙ୍ଗଲ ସାଇଡ଼୍ଟା ଦୀଘା, ଚନ୍ଦନେଶ୍ୱର, ସେ ପାଖ ବୁଲି ଯାଆନ୍ତୁ। ବିହାର ନେଇକି ଏମିତି ବହୁତ ଏରିଆ ବୁଲି ଦିଅନ୍ତୁ। ଆମ ଓଡ଼ିଆ ଲୋକ ଅଛନ୍ତି, ଓଡ଼ିଶାର ଲୋକମାନେ ବସବାସ କରନ୍ତି। ତାଙ୍କୁ ପଚାରିବେ, ଆପଣମାନେ ଠିକ୍ ରିପୋର୍ଟ ବି ପାଇଯିବେ। ଗ୍ରାଉଣ୍ଡ ଜିରୋରେ ଆପଣମାନେ ଗ୍ରାଉଣ୍ଡ ଜିରୋକୁ ଯାଆନ୍ତୁ, ଦେଖନ୍ତୁ ଯେ ସେମାନେ କେତେ ଅସୁବିଧାରେ ଅଛନ୍ତି। ତେଣୁକରି ଆପଣମାନଙ୍କର ଏବେ ସମୟ ଆସିଛି, ଆଙ୍କୁ ହଟେଇବାକୁ ପଡ଼ିବ। ଆମକୁ କିଛି ନା କିଛି କରିବାକୁ ପଡ଼ିବ। ଆଉ ଆପଣମାନେ ସିଦ୍ଧାନ୍ତ ନିଅନ୍ତୁ, ମନସ୍ଥ କରନ୍ତୁ, ଏ ସରକାରକୁ ହଟେଇବାକୁ ପଡ଼ିବ। ହଟେଇଲେ ଯାଇକି ଆମର ଯାହା କିଛି ହେବ। ମୁଁ ତ ଗୋଟେ ଯାହା ମୋ ଛୋଟ କାମଟା 8-9 ହଜାର ଟଙ୍କା ମୁଁ ଡିପୋଜିଟ୍ କଲି, ସରକାର ଡାଇରେକ୍ଟ ଗିଳି ଦେଲା। ଶିରା ପରଶିରା ଦ୍ୱାରା, ଝାଡ଼ା ଦ୍ୱାରା ବାହାର ବି କରିଦେଲା, କିନ୍ତୁ ମୁଁ କିଛି କରିପାରିବି। ମୁଁ ସାଧାରଣ ଲୋକଟା, ମୁଁ କ'ଣ କରିପାରିବି? ତେଣୁକରି ମୋ ଭାଇମାନଙ୍କୁ ଅନୁରୋଧ କରୁଛି, ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି, ଓଡ଼ିଆ ସଂସ୍କୃତି ପରମ୍ପରା ବଞ୍ଚାନ୍ତୁ। ତେଣୁକରି ମୁଁ ସତ କଥାର ସମସ୍ତଙ୍କୁ ସ୍ୱାଗତ କରୁଛି, ସବୁ ଭାଇମାନଙ୍କୁ ଆଶୀର୍ବାଦ ମାଗୁଛି। ଆଉ ମୋ ଭିଡ଼ିଓଟି ଦେଖିବେ, ମୋର ଅନୁରୋଧ, ଲାଇକ୍ ଦେବେ, ଫଲୋ ଦେବେ, ସବସ୍କ୍ରାଇବ୍ କରିବେ, କମେଣ୍ଟର ନିଶ୍ଚୟ ରଖିବେ। କମେଣ୍ଟ ନ ରଖିଲେ ମୁଁ ଜାଣିପାରିବିନି। ଆଉ ଭାଇମାନଙ୍କୁ, ତେଣୁକରି ମୋର ସତ କଥାର ସବୁ ଭାଇମାନଙ୍କୁ, ଯେଉଁମାନେ ମୋର ଏଇ ଭିଡ଼ିଓ ଦେଖୁଥିବେ, ମୁଁ ସବୁ ଭାଇମାନଙ୍କ ପାଇଁ ଚିର ଋଣୀ ହେଇକି ରହିବି। ଆଉ ତେଣୁକରି ଆପଣମାନଙ୍କର ଇଚ୍ଛା, ଭରସା, ବିଶ୍ୱାସ ଆପଣମାନଙ୍କର ଇଏରେ ଛାଡ଼ିଦେଲି। ଆପଣମାନେ ଯାହା ଆପଣଙ୍କ ସିଦ୍ଧାନ୍ତ କରିବେ। ଭଲ ହେଇଥାଇପାରେ, ଭିଡ଼ିଓ ଖରାପ ହେଇପାରେ, ମୁଁ ସେଇଟା ଜାଣିନି। ତେଣୁକରି ଆପଣଙ୍କ ସିଦ୍ଧାନ୍ତର ମୋର ସିଦ୍ଧାନ୍ତ। ତେଣୁକରି ଭାଇମାନେ, ଯାହା ହଉ, ମୋ ସତ କଥାକୁ ନିଶ୍ଚୟ ଆପଣମାନଙ୍କର ମୋର ଅନୁରୋଧ ରହିଲା, ଆପଣମାନେ ଆସି ନିଶ୍ଚୟ ମୋ ସତ କଥାଟାକୁ ଦେଖିବେ ବୋଲି ମୋ ଆଶା, ଭରସା ଆଉ ବିଶ୍ୱାସ ଅଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।